ସାଙ୍ଗମାନେ ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଗୋଟେ ନୂଆ ଭିଡ଼ିଓକୁ। ଶାଗୁଦାନାରେ ତ ବହୁତ ପ୍ରକାର ରେସିପି ଆପଣମାନେ ଜାଣିଥିବେ। ଚାଲନ୍ତୁ ଆଜି ଶାଗୁଦାନାରେ ଆମେ କ୍ଷୀରି ବନେଇବା। ସେଥିପାଇଁ ମୁଁ ପ୍ରଥମେ ଗୋଟେ କପ୍ ଶାଗୁଦାନାକୁ ଟିକେ ଧୋଇକିରି ବତୁରେଇ ଦେଇଥିଲି, ଅଧା ଘଣ୍ଟା ଖଣ୍ଡେ ବତୁରେଇଥିଲି। ତାପରେ ଗୋଟେ କଡ଼େଇରେ 2 ଚାମଚ ଦେଶୀ ଘିଅ ପକାଇ ନେଇଛି। ଆପଣଙ୍କୁ ଦେଶୀ ଘିଅ ଭଲ ଲାଗେନି, ଆପଣମାନେ ତେଲ କିମ୍ବା ଅନ୍ୟ କୌଣସି ଘିଅ ୟୁଜ୍ କରିପାରିବେ। ସେଇ ଘିଅରେ ଯେଉଁ ଶାଗୁଦାନାକୁ ବତୁରେଇକି ରଖିଥିଲି ତାକୁ ଟିକେ ପକାଇକରି ଭାଜି ନେବି। ବେଶୀ ସମୟ ଭାଜିବା ଦରକାର ନାହିଁ, ଜଷ୍ଟ ଖାଲି ଟିକେ ପାଣି ଯେମିତି ଶୁଖିଯିବ। ତାପରେ ମୁଁ ସେଥିରେ 5 ମିନିଟ୍ ଖଣ୍ଡେ ଏଇଭଳି ଘାଣ୍ଟି ସାରିଲା ପରେ ମୁଁ ସେଥିରେ ଆବଶ୍ୟକ ମୁତାବକ କ୍ଷୀର, ମୁଁ ଯେଉଁ ଗିନାରେ ମାପିକିରି ନେଇଥିଲି ସେଇ ଗିନାରେ 2 ଗିନା କ୍ଷୀର ନେଇଛି। ମୁଁ କ୍ଷୀରକୁ ଆଗରୁ ଫୁଟାଇ କରି ଭଲ ଭାବରେ ରଖିଥିଲି। ସେହି କ୍ଷୀରକୁ ମୁଁ ବର୍ତ୍ତମାନ ଏଇ ଶାଗୁରେ ଦେଇନେବି। ଦେଖନ୍ତୁ ସାଙ୍ଗମାନେ, ବର୍ତ୍ତମାନ ସେଇ ଗିନାରେ କ୍ଷୀର ମୁଁ ସେଥିରେ ପକାଇ ନେଇଛି। କ୍ଷୀର ପକାଇଲା ପରେ ମୁଁ ଆକୁ ଭଲ ଭାବରେ ମିଶାଇ ନେବି। ଦେଖନ୍ତୁ ଯେମିତି ଶାଗୁ ଗୁଡ଼ିକ ସିଝିଯିବ, ତାର କଲର୍ ଚେଞ୍ଜ ହେଇଯିବ। ଯେଉଁ ହ୍ୱାଇଟ୍ ଦିଶୁଛି ତାର କଲର୍ ଦେଖିବେ 5 ମିନିଟ୍ ଖଣ୍ଡେ ପରେ କଲର୍ ସବୁ ଶାଗୁର ଚେଞ୍ଜ ହେଇଥିବ। ଏଥିପାଇଁ ମୁଁ ବଡ଼ ଦାନା ଶାଗୁ ନେଇଛି। ଛୋଟ ଶାଗୁ ନେଲେ କ୍ଷୀରିଟା ଟିକେ ଭଲ ଲାଗିନଥାଏ, ଜଲ୍ଦି ମେଲ୍ଟ ହେଇକି ମିଶି ଯାଇଥାଏ। ତେଣୁ ଆପଣ ସବୁବେଳେ କ୍ଷୀରି କରନ୍ତୁ କିମ୍ବା ଉପମା କରନ୍ତୁ, ବରା ବି କରନ୍ତୁ, ଯାହା କରିବେ ଆପଣମାନେ ବଡ଼ ଦାନା ଶାଗୁ ବ୍ୟବହାର କରିବେ। ଦେଖନ୍ତୁ ବର୍ତ୍ତମାନ ମୋର এই କ୍ଷୀରିଟି ଫୁଟିବାକୁ ଲାଗିଲାଣି। ମୁଁ ଏଥିପାଇଁ ତାପରେ ଆଉ ଗୋଟିଏ କଡ଼େଇରେ ଆମର କିଛି ଦେଶୀ ଘିଅ ପକାଇକରି ସେଥିରେ କାଜୁ ଟିକେ ଭାଜି ନେବି। ମୋ ପାଖେ ଆଉ ଅଲଗା କିଛି ଡ୍ରାଏ ଫ୍ରୁଟ୍ ନଥିଲା, ସେଥିପାଇଁ ମୁଁ ଖାଲି କାଜୁ ଏଠି ଭାଜି ନେଇଛି। ଆପଣଙ୍କ ପାଖେ ଯଦି ଆଉ କିଛି ଥିବ ଆପଣ ଏଥିରେ ଆଡ଼୍ କରିପାରିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ସାଙ୍ଗମାନେ। କମେଣ୍ଟ କରିବାକୁ ମଧ୍ୟ ଭୁଲିବେ ନାହିଁ। ଏଥିରେ କିଛି କାଜୁ ଭାଜି ନେଇଛି। ଦେଖନ୍ତୁ କାଜୁ ଭାଜି ହେଇସାରିଲା ପରେ ବେଶୀ ଭାଜିବେ ନାହିଁ, ଜଷ୍ଟ କାଜୁର କଲର୍ ଟିକେ ଖାଲି ଚେଞ୍ଜ ହେଲା ପର୍ଯ୍ୟନ୍ତ ତାକେ ଭାଜି ନେବେ। ଆପଣମାନେ ମୋର ଭିଡ଼ିଓ ଦେଖୁଥିବାରୁ ବହୁତ ବହୁତ ଧନ୍ୟବାଦ। ଏଇଭଳି ଆପଣମାନେ ସପୋର୍ଟ କରୁଥାନ୍ତୁ। ସମୟର ଅଭାବ ଲାଗି ମୁଁ ସବୁଦିନ ଭିଡ଼ିଓ ଆପଣମାନଙ୍କ ପାଖକୁ ଆଣିପାରୁନାହିଁ। ଦେଖନ୍ତୁ ତାପରେ ମୁଁ ଏଠି ଗୋଟେ କପ୍ରେ ଅଧ କପ୍ ଖଣ୍ଡେ ଗରମ ପାଣି ନେଇଛି। ସେଥିରେ 2 ପ୍ୟାକେଟ୍ ଅମୁଲ ଗୋଳି ନେବି। ଦେଖନ୍ତୁ ସାଙ୍ଗମାନେ, ଆପଣ ଚାହିଁଲେ ଆଉ ଅଧିକ କ୍ଷୀର ଭଲସେ ଫୁଟେଇକି ନେଇପାରିବେ, ବା ମିଲ୍କ ମେଡ୍ ଆପଣ ୟୁଜ୍ କରିପାରିବେ। ଏ 2 ପ୍ୟାକେଟ୍ ଅମୁଲକୁ ମୁଁ ଭଲ ଭାବରେ ଗୋଳେଇ ନେବି, ଆଉ ସେ ଯେଉଁ କ୍ଷୀରି ଥିଲା ସେଥିରେ କ୍ଷୀରିରେ ଦେଇନେବି। ଦେଖନ୍ତୁ ମୁଁ ଆଗରୁ ତ କ୍ଷୀର ଦେଇଥିଲି, ଏବେ ଅମୁଲ ଦେଲା ପରେ କ୍ଷୀରିର କଲର୍ଟା ଟିକେ ଚେଞ୍ଜ ହେଲା। ତାପରେ ସାଙ୍ଗମାନେ ଆପଣ ଏଠି ତାଜା ନଡ଼ିଆ ବା ନଡ଼ିଆ କୋରେଇକି ମଧ୍ୟ ଦେଇପାରିବେ, କିନ୍ତୁ ମୁଁ ଡ୍ରାଏ ନଡ଼ିଆ ଯେଉଁଟା ଡେସିକେଟେଡ୍ କୋକୋନଟ୍ ପାଉଡ଼ର କହନ୍ତି ସେଇଟା ଥିଲା, ସେଇଟା ମୁଁ ଏଠି ୟୁଜ୍ କରିଛି। ଏଟାକୁ ପକାଇଲା ପରେ ଭଲ ଭାବରେ ଆପଣ
କ୍ଷୀରି को गोलाई नेबे जतरा ड्राए थाए से भल भाव मिसई नेबे देख मिसी गला परे आपण आवश्यक मुताबक चीनी जति आपण मिठा जते पसंद करते से मु जो गोटे गिनारे चीनी नहीं तो अधा मुझे रखी नेली मोर कम चीनी दरकार थिला तेणु आपण यदि मीठा अधिक खाया पसंद करते आपण गोटे गिना सब दे पारे तापरे मु 3-4टी गुजराती को मध्य छेचिकी दे देछि। वर्तमान आमर खीरी प्राय प्रस्तुत हो सारा ड्राई फ्रूट जो आपण काजू मु भाजिकी रखी ताको एबे देदेवी। देखो सांग माने आमर काजू दे सारा पर आपण खीरी हे गला आपण तापरे गैस रो फ्लेम को ऑफ कर नेबे आउ एटा रही गले मोटा हो जाए थे आपण आपको फ्रिज रे रखी नेबे ठंडा ठंडा खाइले बेसी टेस्ट लगी थाए। देखंतु सांग माने मोर वर्तमान सागुदानार खीरी प्रस्तुत हो सारी। धन्यवाद सांग माने।